ଏହି ସହରର ଆଉ ଏକ ଆକର୍ଷଣୀୟ କ୍ଷେତ୍ର ହେଉଛି ସପ୍ତଶଯ୍ୟା। ଢେଙ୍କାନାଳ ଟାଉନର ଦକ୍ଷିଣ ଦିଗକୁ ପ୍ରାୟ 13 କିଲୋମିଟର ଦୂରରେ 7 ଗୋଟି ପର୍ବତର ଘଞ୍ଚ ଅରଣ୍ୟପୂର୍ଣ୍ଣ ଏକ ସମତଳ ବନାନୀ ହେଉଛି ସପ୍ତଶଯ୍ୟା। 1921 ଫୁଟ ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର, ଯଜ୍ଞ ମଣ୍ଡପ ଓ ସାଧୁମାନଙ୍କ ଆଶ୍ରମ ରହିଛି। ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ନିଜର ବନବାସ କାଳରେ ଏହି ଶଯ୍ୟାରେ 7 ଦିନ ରହିଥିବାର ପୌରାଣିକ କିମ୍ବଦନ୍ତୀରୁ ଜଣାପଡ଼େ। ସେହିପରି ଦ୍ୱାପର ଯୁଗରେ ପାଣ୍ଡବମାନେ ବିରାଟ ରାଜ୍ୟର ଅଜ୍ଞାତବାସ କରିବା ଆଗରୁ ଏହି ସ୍ଥାନରେ ରହିଥିବାର ଜନଶ୍ରୁତି ରହିଛି। 1956 ମସିହାରେ ସ୍ୱର୍ଗତ ରାଜା ଶଙ୍କର ପ୍ରତାପ ମହିନ୍ଦ୍ର ବାହାଦୁର ସପ୍ତଶଯ୍ୟାଠାରେ ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ମହାମାୟୀ ସୀତା ଓ ପ୍ରଭୁଭକ୍ତ ହନୁମାନଙ୍କର ପ୍ରତିମା ଓ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। 1958 ମସିହାରେ ରାଜମାତା ରତ୍ନପ୍ରଭା ଦେବୀଙ୍କ ଉଦ୍ୟମରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ବିଗ୍ରହ ପ୍ରତିଷ୍ଠା ପାଇଥିଲେ। ସପ୍ତଶଯ୍ୟାର ସୌନ୍ଦର୍ଯ୍ୟ ରାମଭକ୍ତମାନଙ୍କ ପାଇଁ ଯେତିକି ଆକର୍ଷଣ, ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ତାଠୁ ଅଧିକ ଲୋଭନୀୟ। ଏହାର ପାଦଦେଶରେ ରହିଛି ଶ୍ରୀକଳ୍କୀ ଶ୍ରୀକ୍ଷେତ୍ର, ଅନ୍ନପୂର୍ଣ୍ଣା ମନ୍ଦିର ସହିତ ସୁବିସ୍ତୃତ ଔଷଧୀୟ ଉପବନ। ପ୍ରତିବର୍ଷ ସହସ୍ରାଧିକ ଦଳ ବଣଭୋଜି ପାଇଁ ଏଠାକୁ ଆସିଥାନ୍ତି, କାରଣ ସପ୍ତଶଯ୍ୟାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁଶୀତଳ ଝରଣା ଜଳ ସାଙ୍ଗକୁ ପକ୍ଷୀମାନଙ୍କର ମଧୁର ଗୁଞ୍ଜନ ଦର୍ଶକର ମନକୁ ଏମିତି ପ୍ରଭାବିତ କରେ ଯେ ଯିଏ ଥରେ ଆସିଛି ସେ ଆଉ ଥରେ ନ ଆସି ରହିପାରିବ ନାହିଁ।